ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଯେଉଁ ଜାଗାରେ ତାଡ଼ନା ଯେତେ ଅଧିକ ହୁଏ ସେହି ଜାଗାରେ ପରମେଶ୍ୱରଙ୍କ ରାଜ୍ୟ ସେତେ ବଢ଼ି ବଢ଼ିଯାଏ। ହଁ ପ୍ରିୟ ବନ୍ଧୁଗଣ, କ'ଣ ଆପଣ କେବେ ଏଇଟା ଏକ୍ସପିରିଏନ୍ସ କରିଛନ୍ତି? ଯଦି କରିଛନ୍ତି ମୋତେ କମେଣ୍ଟ ବକ୍ସରେ ଜଣାଇବା ପାଇଁ ଅନୁରୋଧ। ଯେଉଁ ଜାଗାରେ ଯେତେ ତାଡ଼ନା ସେ ଜାଗାରେ ପ୍ରଭୁଙ୍କର କାର୍ଯ୍ୟ ସେତେ ଅଧିକ ହୁଏ। ଆମେମାନେ ଦେଖିଆଛୁ ବିଗତ ଦିନମାନଙ୍କରେ ଛତିଶଗଡ଼ରେ କିଭଳି ଭାବରେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ନିର୍ଯାତନା ଦିଆଗଲା। ସେମାନଙ୍କର ଘର ଜଳେଇ ଦିଆଗଲା, ସେମାନଙ୍କୁ ପିଟାଗଲା, ମରାଗଲା, ମିଛ କେସ୍ରେ ଫସେଇକି ସେମାନଙ୍କୁ ଜେଲରେ ରଖାଗଲା। ଆଉ ଜେଲ ଭିତରେ ପ୍ରଭୁଙ୍କର ଦାସମାନେ ରହିଲେ, ବହୁତ ଦୁଃଖ କଷ୍ଟ ପାଇକି ସେମାନେ ଜେଲଖାନା ଭିତରେ ସେମାନେ ଥିଲେ। ତେବେ ମୋର କହିବାର କଥା ହେଉଛି, ଖ୍ରୀଷ୍ଟିଆନ ଜୀବନରେ ତାଡ଼ନା ଅଛି, ଏହା ତ ସତ କଥା। କିନ୍ତୁ ଯେତେ ଅଧିକ ତାଡ଼ନା ସେତେ ଅଧିକ ପରମେଶ୍ୱରଙ୍କ ସେବା କାର୍ଯ୍ୟ। ଏଠାରେ ଗୋଟିଏ ବହୁତ ବଡ଼ ରାଲି ଆମେ ଦେଖୁଅଛୁ। ଏ ରାଲି ହେଉଛି ଛତିଶଗଡ଼ରେ। ଛତିଶଗଡ଼ ହେଉଛି ବହୁତ ବଡ଼ ରାଲି, ଖ୍ରୀଷ୍ଟମାସ ରାଲି। ଆଉ ଏହି ରାଲିରେ ଅସଂଖ୍ୟ ଅଗଣିତ ଖ୍ରୀଷ୍ଟିଆନ ଲୋକମାନେ ଯୋଗଦାନ କରିଥିଲେ ଏବଂ ରାସ୍ତା ଉପରେ ସେମାନେ କ'ଣ କରିଥିଲେ? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜୟ ଜୟକାର କରିଥିଲେ। ନୃତ୍ୟ କରି କରି ସେମାନେ ଜୟ ଜୟକାର କରିଥିଲେ। ତେବେ ଯଦି ଆମେ ପୁରାତନ ନିୟମ ଦେଖିବା, ଦାଉଦଙ୍କର ଜୀବନ ଦେଖିବା, ଦାଉଦ ମଧ୍ୟ କ'ଣ କରୁଥିଲେ? ରାସ୍ତା ଉପରେ ନୃତ୍ୟ କରୁଥିଲେ। ଯେତେବେଳେ ପରମେଶ୍ୱରଙ୍କ ନିୟମ ସିନ୍ଦୁକ ରାସ୍ତା ଉପରେ ଯାଉଥିଲା, ଯେତେବେଳେ ଯାଜକମାନେ ନିୟମ ସିନ୍ଦୁକ କାନ୍ଧରେ ବୋହି ନେଉଥିଲେ, ସେତେବେଳେ ଦାଉଦ ଜଣେ ଏତେ ବଡ଼ ଇସ୍ରାଏଲର ରାଜା ହେଇକି ସେ ନୃତ୍ୟ ମାଧ୍ୟମରେ ସେ ପରମେଶ୍ୱରଙ୍କର ଗୌରବ କଲେ, ତାଙ୍କର ପ୍ରଶଂସା କଲେ। ଯଦି ଆପଣ ଜାଣିନାହାନ୍ତି, ବାଇବେଲ ପଢ଼ନ୍ତୁ, ପ୍ରଥମ ସାମୁଏଲ, ଦ୍ୱିତୀୟ ସାମୁଏଲ, ଆପଣ ଜାଣିପାରିବେ। ବହୁତ କିଛି ବିଷୟ ଲେଖା ଅଛି। ତେବେ ପ୍ରିୟ ବନ୍ଧୁଗଣ, ମୁଁ କ'ଣ କହିଲି? ଯେତେ ଅଧିକ ତାଡ଼ନା ସେତେ ଅଧିକ ଈଶ୍ୱରଙ୍କର ସେବା କାର୍ଯ୍ୟ। କାହିଁକି ନା ବାକ୍ୟରେ ଏପରି ଲେଖାଯାଏ, ଯୋହନ ତାର 12 ପର୍ବର 24 ପଦ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଗହମ ବୀଜ ଯଦି ମୃତ୍ତିକାରେ ପଡ଼ି ନ ମରେ ତାହାହେଲେ ତାହା ଏକମାତ୍ର ଥାଏ, କିନ୍ତୁ ଯଦି ମରେ ତାହାହେଲେ ବହୁତ ଫଳ ଫଳେ। ଅନେକ ପ୍ରଭୁଙ୍କର ଦାସ ଅଛନ୍ତି ଯେଉଁମାନେ ଆଜି ଜୀବିତ ନାହାନ୍ତି, ସେମାନେ ମରିଯାଇଛନ୍ତି। ଅନେକ ପ୍ରଭୁଙ୍କର ଦାସମାନେ ତାଡ଼ନା ଦ୍ୱାରା ସେମାନେ ନିଜ ଜୀବନକୁ ସେମାନେ ଉତ୍ସର୍ଗ କରିଅଛନ୍ତି ପ୍ରଭୁଙ୍କ ନିମନ୍ତେ। କିନ୍ତୁ ଯେଉଁ ଜାଗାରେ ପରମେଶ୍ୱରଙ୍କର ଦାସଙ୍କର ରକ୍ତ ଯେଉଁ ଜାଗାରେ ପଡ଼ିଛି, ସେଇ ଜାଗାରେ ମଣ୍ଡଳୀ ସ୍ଥାପନ ହୋଇଅଛି। ଏଇଟା ହେଉଛି ନିରାଟ ସତ କଥା। ଏଥିରେ କୌଣସି ବି ମିଥ୍ୟା ନାହିଁ, ସମ୍ପୂର୍ଣ୍ଣ ସତ୍ୟ ଅଟେ। ଆମେ ଅନେକ ଉଦାହରଣ ଆମେ ପାଇପାରିବା। ଯଦି ଆମେ ଗ୍ରାହାମ ଷ୍ଟେନଙ୍କ ଜୀବନ ଦେଖିବା, ଗ୍ରାହାମ ଷ୍ଟେନ ମନୋହରପୁରରେ ତାଙ୍କୁ ଜିଅନ୍ତା ଜଳି ଦିଆଗଲା। ଯେତେବେଳେ ଗୋଟେ ଗାଡ଼ି ଭିତରେ ଗ୍ରାହାମ ଷ୍ଟେନ ନିଜର 2 ପୁଅଙ୍କ ସହିତ ଶୟନ କରିଥିଲେ, ଶୋଇଥିଲେ, ସେତେବେଳେ ଦାରାସିଂ କିଛି ବିରୋଧୀମାନଙ୍କୁ ଧରି ଆସିକି ତାଙ୍କ ଗାଡ଼ି ଉପରେ ପେଟ୍ରୋଲ ଢାଳିକି ନିଆଁ ଲଗାଇ ଦେଇଥିଲା। ଫଳରେ ସେ ଗାଡ଼ି ଭିତରେ ହିଁ ବାପ ପୁଅ ସମେତ ସମସ୍ତେ କ'ଣ ହେଇଥିଲେ? ଜିଅନ୍ତା ଜଳି ଯାଇଥିଲେ ସେ ଗାଡ଼ି ଭିତରେ। ଆଉ ତାଙ୍କର ମୃତ୍ୟୁ ପରେ ଆମେ ଦେଖୁଛୁ ଆଜି କେତେ ବଡ଼ ମଣ୍ଡଳୀ ସେଠି ସ୍ଥାପନ ହୋଇଛି ମନୋହରପୁରରେ। ଗ୍ରାହାମ ଷ୍ଟେନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏଇଟା ତିଆରି ହୋଇଛି। ତେବେ ପ୍ରିୟ ବନ୍ଧୁଗଣ, ମୋର କହିବା କଥା ହେଉଛି, ଯେଉଁ ଜାଗାରେ ଯେତେ ତାଡ଼ନା ସେ ଜାଗାରେ ଈଶ୍ୱରଙ୍କ କାର୍ଯ୍ୟ ସେତେ ଅଧିକ ହେବ। ଅନେକ ବିରୋଧୀମାନେ ସେମାନେ ଭାବନ୍ତି, ଏପରିକି ଶୟତାନ ମଧ୍ୟ ଚିନ୍ତା କରେ ଯେ ମୁଁ କ'ଣ କରିବି, ଏଠି ଈଶ୍ୱରଙ୍କ ରାଜ୍ୟ ସ୍ଥାପନ କରିବାକୁ ଦେବି ନାହିଁ। ଏଠାରେ ଯେଉଁ ପାଳକମାନେ ରହୁଛନ୍ତି ତାଙ୍କୁ ମୁଁ
ହତ୍ୟା କରେଇବି ମୁଁ ଲୋକମାନଙ୍କ ଦ୍ୱାରା। ବେଳେବେଳେ ପ୍ରଭୁଙ୍କର ଲୋକମାନେ ବଳି ପଡ଼ିଥାନ୍ତି, କିନ୍ତୁ ଯେତେବେଳେ ସେଇ ଗୋଟେ ବୀଜ ମରିଯାଏ ସେତେବେଳେ ଅଗଣିତ ଅସଂଖ୍ୟ ବୀଜ ଉତ୍ପନ୍ନ ହୁଅନ୍ତି। ଏଠି ଗୋଟେ ଉଦାହରଣ ଦିଆଯାଇଛି ଯାହାକି ମୁଁ ଆପଣଙ୍କୁ ପଢ଼ିକି ମୁଁ ଶୁଣେଇଲି। ଗହମ ବୀଜ ଯେ ପର୍ଯ୍ୟନ୍ତ ନ ମରିଛି ସେ ପର୍ଯ୍ୟନ୍ତ ଗହମ ବୀଜ ଗୋଟେ ଥାଏ। ଯେତେବେଳେ ସେ ମରେ ସେତେବେଳେ କ'ଣ ହୁଏ? ତାହେଲେ ବହୁତ ଫଳ ଫଳେ। ଅନେକ ଫଳ ଫଳିବା ନିମନ୍ତେ, ଅନେକ ଆତ୍ମା ଲାଭ କରିବା ନିମନ୍ତେ ନିଜର ବଳିଦାନ ଜରୁରୀ ଅଟେ। ହୁଏତ ଜଣଙ୍କର ମୃତ୍ୟୁ ନ ହୋଇପାରେ, କିନ୍ତୁ ତାଙ୍କୁ ସେଇଭଳି ଭାବରେ ତ୍ୟାଗ କରିବାକୁ ହେବ। ଯଦି ସେ ଚାହୁଁଛି ମଣ୍ଡଳୀ ସ୍ଥାପନ ହେଉ, ଫଳ ଫଳୁ, ତେବେ ନିଜକୁ ବଳିଦାନ କରିବାକୁ ହେବ। ନିଜର ସ୍ୱାର୍ଥ, ନିଜର ଅଭିଳାଷ ଏସବୁ କିଛିକି ବଳିଦାନ କରିବାକୁ ହେବ। ତାହା ମଧ୍ୟ ଗୋଟେ ପ୍ରକାର ମୃତ୍ୟୁ ସହିତ ସମାନ। ସେଥିପାଇଁ ସାଧୁ ପାଉଲ କହିଲେ, ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି, ମରିଯାଇଅଛି। ପାଉଲ କ୍ରୁଶରେ ହତ ହୋଇଥିଲେ ଯୀଶୁଙ୍କ ସହିତ। ସେ କହୁଛନ୍ତି ସେଥି ନିମନ୍ତେ ତାଙ୍କ ଦ୍ୱାରା ଅନେକ ମଣ୍ଡଳୀ ସ୍ଥାପନ ହେଲା। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଯଦି ଭିଡ଼ିଓ ଆପଣଙ୍କୁ ଟିକେ ଭଲ ଲାଗିଥାଏ ତେବେ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଭିଡ଼ିଓକୁ ଲାଇକ୍ କରନ୍ତୁ। ଧନ୍ୟବାଦ। उसने किया, उसने एक को चुना, मनुष्य के रूप में उस दुनिया के Maria,